ସ୍ୱାଧୀନତା ଦିବସରେ ଦାଦନ ଶ୍ରମିକଙ୍କ ପରିବାର ପାଖରେ ସ୍ୱାଗତ। ସ୍ୱାଧୀନତା ଦିବସ ଅବସରରେ ମାନବିକତାର ହାତ ବଢ଼ାଇଛି ସ୍ୱାଗତ ପରିବାର। କେରଳରେ ଦାଦନ ଶ୍ରମିକ ଭାବେ କାମ କରି ଅକାଳରେ ମୃତ୍ୟୁବରଣ କରିଥିବା ଉଦୟଗିରି ଥାନା ଅଧୀନ ଗଦଗୁଡ଼ା ଗ୍ରାମର ଶୁଭଦେବ ପ୍ରଧାନଙ୍କ ପରିବାରକୁ ସ୍ୱାଗତ ପକ୍ଷରୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ଶୁଭଦେବଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ଦୁଇ ଛୋଟ ପୁଅ ଅସହାୟ ହୋଇପଡ଼ିଛନ୍ତି। ଭାଙ୍ଗିବା ଅବସ୍ଥାରେ ଥିବା ଘରେ ପରିବାର ଦିନ କାଟୁଥିବା ବେଳେ ସରକାରୀ ଆବାସ ଯୋଜନାର ଘର ମଞ୍ଜୁର ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କେବଳ ପୁନାଦି ହୋଇପଡ଼ିଛି। ସ୍ୱାକ୍ଷର ସଭାପତି ଅମନଚନ୍ଦ୍ର ନାୟକ ଓ ଋଷିକେଶ ପ୍ରଧାନଙ୍କ ନେତୃତ୍ୱରେ ସଦସ୍ୟମାନେ ଗଦଗୁଡ଼ା ଗ୍ରାମରେ ପହଞ୍ଚି ପରିବାରକୁ ଭେଟି ସମବେଦନା ଜଣାଇବା ସହ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଏହା ସହ ପରିବାରକୁ ମିଳିବାକୁ ଥିବା ସରକାରୀ ସହାୟତା ଓ ସୁବିଧା ଯେପରି ମିଳିପାରିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାଗତ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଏହି ସମୟରେ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ରହି ପରିବାରକୁ ସମବେଦନା ଜଣାଇଥିଲେ। ଆମ ଦ୍ୱାରା କିଛି ସାହାଯ୍ୟ ହେଇପାରିବ ସେତିକି ଆମେ ଚେଷ୍ଟା କରୁଛୁ କରିବା ପାଇଁ। ଆଉ ସେଥିପାଇଁ ଆମେ ଯେତିକି ପାରିଲୁ, କାଲି ତ ମାଡ଼ା ଅଛି, ଆଉ ମାଡ଼ାରେ ଆପଣମାନେ ବ୍ୟବହାର କରନ୍ତୁ ବୋଲି କିଛି ଆମେ ନିଜ ସକ୍ଷମ ଅନୁସାରେ ଆଣିଦେଇଛୁ। ଆଉ ଆଗାମୀ ଦିନରେ ବି ଭତ୍ତା ଫତା ସେ ଯଦି ଆସିଲା ଆପଣଙ୍କର ଡେଥ୍ ସାର୍ଟିଫିକେଟ୍ ବୋଲେ ଟିକେ ଆମକୁ ହ୍ୱାଟ୍ସଅପ୍ କଲେ ବି ଆମେ ବି ଆଉ ପଠେଇଦେବୁ ଭତ୍ତା କରିବା ପାଇଁ। ଆଉ ଆପଣ ଯେତେ ଆପ୍ଲିକେସନ୍ ଦେବା କଥା ଦିଅନ୍ତୁ, ଆମେ ବି ଆମ ହିସାବରେ କହିଦେବୁ ଯେମିତିକି ଜଲ୍ଦି ଟିକେ ହେଇପାରିବ। ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ, ଯାହା ତ ହେବା କଥା ହେଇଗଲାଣି। ଆଗେ ଚିନ୍ତା କଲେ ବି କିଛି ନାହିଁ, ହୁଏତ ଯଦି ଦୋକାନ ନେଇକି କି ଅପର ନେଇକି ଥିଲେ ତାହେଲେ ଆଉ ବହୁତ ଅସୁବିଧା ହେଇଥାନ୍ତେ ନାଇଁ କି? ସେଥିପାଇଁ ଯାହା ହେଇଛି ଉପରବାଲାଙ୍କର ଯୋଜନା ଅନୁସାରେ ସବୁ ଜିନିଷ ହେଇଛି ବୋଲି ଆମେ ମାନିବା। ଦୁଃଖ ତ ଲାଗିବ। ଆଉ ବର୍ତ୍ତମାନ ଦୁଇଟା ପିଲାର ଭବିଷ୍ୟତ ଆପଣଙ୍କ ହାତରେ, ଆଉ ତାଙ୍କ ଭବିଷ୍ୟତ ଯେମିତି ଭଲ ହେବ ସେଥିପାଇଁ ଗାଁ ଲୋକ ବି ଆପଣଙ୍କୁ ସାହାଯ୍ୟ କରିବେ। ଆଉ ଆପଣଙ୍କର ଭାଇ ଯେଉଁ ଅଛନ୍ତି ସେ ଭାଇ ବି ସାହାଯ୍ୟ କରିବେ। ଭାଇ କୁଆଡ଼େ ଗଲେ? ହଁ ଦେଖିବ ଯେମିତି ତୁମର ଦୁଇଟା ଭଉଣୀର ଭବିଷ୍ୟତ ଭଲ ହେବ ହେଲା। ଆଉ ସେ ଘରେ ବି କେତେ କେତେ ପଇସା ଚାକିରି ଦେବ ସେଟା ବି ଟିକେ ସାହାଯ୍ୟ କରେ। ଆଉ ବେଳେବେଳେ ଆମେ ବି ଯଦି ସମୟ ପାଇବୁ, ଯଦି କେତେବେଳେ କିଛି ଅସୁବିଧା ହେଲା ଆମେ ଆପଣ ପିଲା ଫୋନ୍ କରନ୍ତୁ, ଆଉ ଆମେ ବି ଚେଷ୍ଟା କରିବୁ ଆସିକି ପହଞ୍ଚିବାକୁ। ହଉ ଠିକ୍ ଅଛି। ଦର୍ଶକ ବନ୍ଧୁ, ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।